ଆପଣ ଯୋଉ ଚାଷ କରୁଛନ୍ତି କଣ କଣ ସବୁ ସାର ଫାର ଦଉଛ? ଆଉ ଧାନ ତ ବାହାରିଲାଣି ଏବେ ହେଇଯିବ ଏବେ। ଧାନ ଯୋଉ ଚାଷ କରୁଛ ଧାନ ହଉ ମକା ହଉ ମାଣ୍ଡିଆ ହଉ ଭାଲିଆ ହଉ କଣ ସବୁ ସାର ଫାର ଦଉଛ? ଏବେ ତ ମାଣ୍ଡିଆ ସିଜନ ଆସିଗଲାଣି ଆଉ 2 ମାସ ଅଛି ହଁ ମାଣ୍ଡିଆ ବୁଣିକି ରଖିବା ହୁଁ। ଲଗାଇବାର ନାହିଁ। ଆପଣ ଯୋଉ ଚାଷ କରୁଛନ୍ତି DAP ୟୁରିଆ ଗ୍ରୋମର 2020 ଦଉଛନ୍ତି ହଁ ସେରା ଦେଲେ କଣ ହଉଛି ମାଟି ଖରାପ ହଉଛି ବିଭିନ୍ନ ପ୍ରକାର ରୋଗ ହଉଛି ଡାଇବେଟିସ୍ ବ୍ଲଡ଼ ବିଭିନ୍ନ ପ୍ରକାର ଯେତେ ହଉଛି। ଇଏ ଦେଖ ବିଲ ଜମିରେ ସବୁ ସେ ସାର ପକାଇକି ପୁରା ହଁ ଷ୍ଟ୍ରଙ୍ଗ ମାଟି ହେଇପାରିବ। ଖରାପ ହେଇଯାଉଛି ହଁ ସେଇଥିପାଇଁ ଧାନ ଗଛ ଏବେ ଧାନ ବାହାରିଲା ବେଳକୁ ସେ ପତ୍ର ପୁରା ଲାଲ ହେଇକି ପାଚି ଯାଉଛି ପୁରା। ସେଥିପାଇଁ ସରକାର ସବୁ ମନା ହୁଁ କରିଦେଇଛି ବୁଝିଲ। ସେଟା କହିଛି ସବୁ କେମିକାଲ ସାର ନ ଦେଇକି ହଁ ଜୈବିକ ଅନୁସାରେ ଏଗ୍ରିକଲଚର ପ୍ରଣାଳୀରେ ଚାଷ କଲେ ଆପଣ ଆଦାୟ ଅମଳ ଅଧିକା ପରିମାଣରେ ହୁଁ ପାଇବେ ବୁଝିଲ। ନାଇଁ ସେଇଥିପାଇଁ ଆପଣ ଯୋଉ କରୁଛନ୍ତି ନାଁ ଦେଲେ ଆପଣ ପାଇବେ ଆଉ। ଗାଁରେ ଯାଆନ୍ତୁ ଆଜ୍ଞା ହଉ ଏବେ ଠିକ୍ ସବୁ ଅଛି। ଲୋକ ଆସନ୍ତି।